ବୀରୁ ଓ କରାଳର ବନ୍ଧୁତା। ବୀରୁ ଓ କରାଳର ବନ୍ଧୁତା। ଗୋଟିଏ ନଦୀ କୂଳରେ ଏକ ବିଶାଳ ଜାମୁ ଗଛ ଥିଲା। ସେହି ଗଛରେ ବୀରୁ ନାମକ ଏକ ଚତୁର ମାଙ୍କଡ଼ ରହୁଥିଲା। ସେ ସାରାଦିନ ମିଠା ମିଠା ଜାମୁକୋଳି ଖାଇ ବହୁତ ଖୁସିରେ ସମୟ କାଟୁଥିଲା। ସେହି ନଦୀରେ କରାଳ ନାମକ ଏକ କୁମ୍ଭୀର ରହୁଥିଲା। ଦିନେ କରାଳ ଗଛ ତଳକୁ ଆସିଲା। ବୀରୁ ତାକୁ କିଛି ମିଠା ଜାମୁକୋଳି ଖାଇବାକୁ ଦେଲା। କୋଳିଗୁଡ଼ିକ କରାଳକୁ ଖୁବ୍ ସ୍ୱାଦିଷ୍ଟ ଲାଗିଲା। ଧୀରେ ଧୀରେ ବୀରୁ ଓ କରାଳ ମଧ୍ୟରେ ଗଭୀର ବନ୍ଧୁତା ହୋଇଗଲା। କରାଳ ପ୍ରତିଦିନ ଗଛ ତଳକୁ ଆସେ ଏବଂ ବୀରୁ ତାକୁ କୋଳି ଖାଇବାକୁ ଦିଏ। ଦିନେ କରାଳ କିଛି କୋଳି ତାର ପତ୍ନୀ ମାୟା ପାଇଁ ନେଇଗଲା। କୋଳି ଖାଇ ମାୟା ବହୁତ ଖୁସି ହେଲା। ସେ ଭାବିଲା, ଯଦି ଏହି କୋଳି ଏତେ ମିଠା, ତେବେ ଯେଉଁ ମାଙ୍କଡ଼ ପ୍ରତିଦିନ ଏହାକୁ ଖାଉଛି ତାର କଳିଜା କେତେ ମିଠା ହୋଇନଥିବ। ସେ କରାଳକୁ କହିଲା ଯେ ତାକୁ ବୀରୁର କଳିଜା ଦରକାର। କରାଳ ପ୍ରଥମେ ମନା କଲା, କିନ୍ତୁ ମାୟାର ଜିଦ୍ ଆଗରେ ସେ ହାରିଗଲା। ସେ ମନେ ମନେ ଏକ ଯୋଜନା କରି ବୀରୁ ପାଖକୁ ଗଲା ଏବଂ କହିଲା, ବନ୍ଧୁ, ଆଜି ମୋ ପତ୍ନୀ ତୁମକୁ ଭୋଜି ପାଇଁ ଘରକୁ ଡାକିଛନ୍ତି। ବୀରୁ ଖୁସିରେ ରାଜି ହୋଇଗଲା। କିନ୍ତୁ ସେ ପହଁରି ଜାଣିନଥିବାରୁ କରାଳ କହିଲା, ତୁମେ ମୋ ପିଠିରେ ବସିପଡ଼, ମୁଁ ତୁମକୁ ନେଇଯିବି। ବୀରୁ କରାଳର ପିଠିରେ ବସିଲା ଏବଂ ସେମାନେ ନଦୀ ମଝିକୁ ଚାଲିଗଲେ। ନଦୀର ମଝି ଭାଗରେ ପହଞ୍ଚିବା ପରେ କରାଳ ଭାବିଲା ଯେ ଏବେ ବୀରୁ ଆଉ କୁଆଡ଼େ ଯାଇପାରିବ ନାହିଁ। ସେ ବୀରୁକୁ ସବୁ ସତ କଥା କହିଦେଲା। ସେ କହିଲା ଯେ ତାର ପତ୍ନୀ ବୀରୁର କଳିଜା ଖାଇବାକୁ ଚାହାନ୍ତି। ବୀରୁ ଭୟଭୀତ ହୋଇଗଲା, କିନ୍ତୁ ସେ ଧୈର୍ଯ୍ୟ ହରାଇଲା ନାହିଁ। ସେ ଚତୁରତାର ସହ କହିଲା, ଓ ବନ୍ଧୁ, ଏକଥା ପୂର୍ବରୁ କହିଲ ନାହିଁ କାହିଁକି? ମୁଁ ତ ମୋ କଳିଜାକୁ ଗଛ କୋରଡ଼ରେ ରଖିଦେଇ ଆସିଛି। ମୂର୍ଖ କରାଳ ବୀରୁର କଥା ବିଶ୍ୱାସ କରିଗଲା। ସେ କଳିଜା ଆଣିବା ପାଇଁ ପୁଣି ନଦୀ କୂଳକୁ ଫେରିଆସିଲା। ଗଛ ପାଖରେ ପହଞ୍ଚିବା ମାତ୍ରେ ବୀରୁ ଡେଇଁପଡ଼ି ଗଛ ଉପରକୁ ଚଢ଼ିଗଲା। ଗଛ ଉପରେ ବସି ବୀରୁ କହିଲା, ରେ ମୂର୍ଖ କୁମ୍ଭୀର, କେହି କ'ଣ କଳିଜାକୁ ଶରୀରରୁ ବାହାର କରି ରଖିପାରେ? ତୁମେ ମୋ ସହ ବିଶ୍ୱାସଘାତକତା କରିଛ। ଆଜିଠାରୁ ଆମର ବନ୍ଧୁତା ଶେଷ। କରାଳ ନିଜ ବୋକାମି ପାଇଁ ଅନୁତାପ କରି ଫେରିଗଲା।